ऊनविंश अध्याय विष्णुदूत उवाच एवं समाराधयित्वा तो श्रियः पतिं तयस्तु चोळेश्वरं विष्णुदासयोः अपार काले चोळेश्वर विष्णुदासयोः स्तनिष्ठ सर्वेन्द्रियकर्मणोरपि। शुण हे विप्र धर्म दत्त जे पूर्वे प्रच्छन्न भकत से राजा चोल चक्रवर्ती धर्मे निश्चल तार मती से विष्णुदासंक संगते गया को गमन करते मिलिले मुदगल पासे चरणे न मिले विशेषे कल्याण कले मुनिवर राजा कहई जोड़ी कर भोगुरु शुण सावधाने आम्भे विवादी बेनी जने। धर्म पचारी आसी अछु जे जहा कर्मे अर्जी अछु कहबू तुम्भ आगे सत तुम्भे बुझीब बेनी मत अधिक हेब कहा धर्म तुम्भे कहब यथा कर्म प्रथमे मोर धर्म शुण मो इष्ट देव नारायण तार संतोषे मोर बुद्धि नित्य करई पूजा विधि जाबत अरजई धन दाने संतोष मोर मन। क्षुधार्त अतिथि प्रदेशी एहांकु अन्न देई तोषी करई धर्म कीर्तिमान उपतड़ाग उपवन गोशाला धर्मशाला घर निरक्ष जनक मंदिर प्रासाद प्रकार मंडप विजे करई विष्णु रूप आधि उपाधि रे भियाई जतने छत्र दान देई ग्रीष्म काले जल दान सर्वदा काले मिष्ट अन्न। क्षुधार्त जन ग्रासे आसी निरते देउथाई जाची राजसु आदि यज्ञ जेते करुथाई मु विधि मते आबर देश काल दिने सुपात्र दान शुद्ध मने हेमंत धर्म मोर जेते संक्षेपे कहबी मुकेते तुम्भे एक कथा अनुसारी बुझिबा विप्रंकु पचारी ए धर्म करी अछि जेते लक्ष्य कि मो धर्म संगते ए बाणी शुणी विष्णुदास कहूछि यज्ञ कर पास। बोलई शुण सावधाने मुद्विज थाई तो समने तुलसी वृक्ष सेवा करी गोविंद नाम मने धरी वेदाध्ययन करी मुखे दिन बंचई दुखे सुखे एथु मो आन धर्म नाही नृपति तुले बाद काही तुम्भे धर्म अनुसरी राजांकु कह बोध करी ए बाणी मुदगल शुणी उपरोध करी मने गुणी।
ଜାଣିଲେ ବିପ୍ର ଧର୍ମ ଶ୍ରେଷ୍ଠ ନୃପତି କରିଛି ଅନିଷ୍ଟ ସ୍ୱଭାବେ ରଜୋଗୁଣ ଫଳେ ତାମସ ଉପଜଇ ହେଳେ ଏକଥା ଉଚିତ ଏହାର ଆମ୍ଭେ କହିଲୁ ନୃପବର କିଏ ବା ନହିବ ସନ୍ତୋଷ ଏ ଆମ୍ଭ ଯଜମାନ ଶିଷ୍ୟ ଏକେ ବ୍ରାହ୍ମଣ ମହାତପୀ ମିଛ କହିଲେ ହେବା ପାପୀ ଏଥକୁ ଉପାୟ କରିବା ଅନ୍ୟ ମୁଖରେ କୁହାଇବା ଏତେ ବିଚାରି ମୁନିବର ରାଜାଙ୍କୁ କହନ୍ତି ମଧୁର ହେ ନୃପ ଶୁଣ ମନ ଦେଇ ତୁମ୍ଭେ ଆସିଲ ଯହିଁ ପାଇଁ ସେ କଥା କହିବା ପ୍ରଚ୍ଛନ୍ନ ଏବେ ଆମ୍ଭର ବାକ୍ୟ ଶୁଣ ଜାଗ ସମ୍ପୂର୍ଣ୍ଣ ହେବା ଯାଏ ତୁ ରାଜା ଥାଅ ଏହି ଠାଏ ବିପ୍ର ହିଁ ଥାଉ ତୋର ମିଳେ ତୁ ଅନ୍ନ ଭୁଞ୍ଜ ଜାଗ ଶାଳେ ବିପ୍ରଙ୍କୁ ଦେଉଥିବା ସଞ୍ଚା ଧର୍ମ ହିଁ କରୁଥିବା ପଞ୍ଚା ଦେବଙ୍କୁ ହବି ଦେଇ ତୋଷି ସମସ୍ତେ ସଭା କରି ବସି ଫେରିବା ତୁମ୍ଭର ସନ୍ଦେଶ ଶୁଣି ନୃପତି ମନେ ତୋଷ ଗୁରୁଙ୍କ ଆଜ୍ଞା ଘେନି ଶିରେ ଅନ୍ନ ଭୁଞ୍ଜଇ ତାଙ୍କ ଘରେ ରାନ୍ଧଣା ସଞ୍ଚା ବସା ଘର ସେ ବିପ୍ରେ ଦେଲେ ମୁନିବର ସେ ବିପ୍ର ପାଇଣ ସମ୍ବାନ ସ୍ୱହସ୍ତେ ପାକ କଲା ଅନ୍ନ ବ୍ୟଞ୍ଜନ ଆଦି ଯତ୍ନ କରି ରଖିଲେ ପତ୍ର ପାତ୍ରେ ଭରି କବାଟ କିଳି ନିଜ ହାତେ ନଦୀକି ଗଲେ ସ୍ନାନ ଅର୍ଥେ ସ୍ନାନ କରିଣ ଗଙ୍ଗା ନୀରେ ପ୍ରବେଶ ହେଲେ ଆସି ଘରେ ଦ୍ୱାର କବାଟ ଫିଟିଅଛି ଅନ୍ୟ ବ୍ୟଞ୍ଜନ ନାହିଁ କିଛି ଦେଖି ବିସ୍ମୟ ବିପ୍ରବର ମନରେ କରଇ ବିଚାର ମୁଁ ଯେ କବାଟ କିଳି ଗଲି ଫିଟାଇ ଦେଲା କେ ଅର୍ଗଳି ଅନ୍ନ ବ୍ୟଞ୍ଜନ ସବୁ ନେଲା ଭଲା ସେ ବାଟ ଚାହିଁଥିଲା ଏକଥା ହୋଇଲେ ପ୍ରକାଶ ଲୋକେ କରିବେ ଉପହାସ ବୋଲିବେ ଆହେ ବିପ୍ରବର ଏ ପୁଣ୍ୟ ସ୍ଥାନେ ନାହିଁ ଚୋର ଆହାର ସମ୍ପୂର୍ଣ୍ଣ ନହିଲା ଏଣୁ ବୋଲୁଛୁ ଚୋର ନେଲା ଦୋହରା ଭୋଜନ ନିମନ୍ତେ କହୁଛି ବିଚାରିବେ ଚିତ୍ତେ କିଏ ବା ସମ୍ପାଦିବେ ଚୋରି ଚୋରକୁ ଦଣ୍ଡ ଦେବେ ଧରି ସେ ଦଣ୍ଡ ଆମ୍ଭ ଯୋଗୁଁ ହେବ କେତେ ସେ ପ୍ରାଭବ ପାଇବ ସ୍ୱଭାବେ ଦିନହୀନ ନରେ ସେ ସିନା ଅନ୍ନ ଚୋରି କରେ ତାର ଶରୀରେ ବଳ ନାହିଁ ଗଞ୍ଜଣା ନ ପାରିବ ସହି ପ୍ରାଭବ ପାଇଲେ ମରିବ ସେ ହତ୍ୟା ଆମ୍ଭଙ୍କୁ ଲାଗିବ କିଏ ବା ଧର୍ମ ଆତ୍ମା ଜନେ ଚୋରକୁ ନ ଦଣ୍ଡିବେ ଜ୍ଞାନେ ଆମ୍ଭ ନିମନ୍ତେ ଦୁଃଖ ପଡ଼ି ପୁଣି ରାନ୍ଧଣା ଥିବ ଲୋଡ଼ି ଆମ୍ଭଙ୍କୁ ରନ୍ଧାଇବେ ଅନ୍ନ କେମନ୍ତେ କରିବା ଭୋଜନ ସ୍ୱଭାବେ ସାୟଂକାଳ ଗଲା ରଜନୀ ପ୍ରବେଶ ହୋଇଲା ନିଶାରେ ପୂଜା ବୈଶ୍ୱଦେବ କେବେ ହେ ନିର୍ବାହ ନହିବ ରନ୍ଧନ ନ କରିବା ଯେବେ ସୁଜନେ ସନ୍ତୋଷ ନହିବେ ଏମନ୍ତ ଅଛି ବହୁ କ୍ଲେଶ ଏକଥା କଲେ ପରକାଶ ତେଣୁ ଏ ନିଜ କର୍ମ ଦୋଷ ଆଜ ରହିବା ଉପବାସ ଏତେ ବିଚାରି ଦ୍ୱିଜବର ଭୁଞ୍ଜିଲା କମଣ୍ଡଳୁ ନୀର ସନ୍ତୋଷେ ପୋହାଇଲେ ନିଶି ପ୍ରଭାତେ ସ୍ନାନ ସାରି ଆସି ଇଷ୍ଟ ଦେବତା ପୂଜା କରି ବିଷ୍ଣୁ ଗାୟତ୍ରୀ ଜପ କରି ଏଥୁ ଅନ୍ତରେ ଯେ ଯାଜ୍ଞିକେ ଯାବତ ଚରଚା ସେବକେ ହବିଷ୍ୟ ଅନ୍ନକୁ ତଣ୍ଡୁଳ ନବୀନ ଭାଣ୍ଡ କାଷ୍ଠ ଜଳ ବ୍ୟଞ୍ଜନ ଅର୍ଥେ ମୁଗ ଘୃତ ଦଧି ଲବଣ ସେବାକୃତ ଅନଳ ଆଦି ତୃଣ ତୁଲେ ବିଷ୍ଣୁଦାସକୁ ଆଣିଦେଲେ ବିପ୍ରତା ଦେଖି ତୋଷ ଚିତ୍ତେ ସ୍ୱପାକ ସମ୍ପାଦି ତୁରିତେ ଦ୍ୱାରେ ସ୍ନାହାନ ବେଗେ ସାରି କରେ ତୁଳସୀ ଜଳ ଧରି ଅନ୍ନ ବ୍ୟଞ୍ଜନ ଥିଲା ଯହିଁ ଯାଇ ଦେଖିଲା କିଛି ନାହିଁ ଚକିତ ହୋଇ ଦ୍ୱିଜବର ଆତ୍ମା ବାଧିଲା ଭକ୍ଷିନୀର ସେ କଥା ପ୍ରକାଶନ କଲା ଉପାସେ ସେଦିନ ରହିଲା ଆରେକ ଦିନେ ବିପ୍ର ପୁଣି ରାନ୍ଧଣା ସଞ୍ଚା ଦେଲେ ଆଣି କ୍ଷୁଧାର୍ତ ହୋଇ ବିଷ୍ଣୁଦାସ ସେଦିନ ରାନ୍ଧିଲା ପାୟସ ଶୀତଳ ଅର୍ଥେ ପତ୍ରେ ବାଢ଼ି ଆପେ ବସିଲା ଦ୍ୱାର ମାଡ଼ି କ୍ଷୁଧାରେ ପାଇ ବଡ଼ ଶ୍ରମ ଅଳପେ ଆକର୍ଷିଲା ଘୁମ ତକ୍ଷଣେ ତେଜିଲା ଅଳସ ଚାହିଁଲା ନ ଦେଖି ପାୟସ ମନେ ନହିଲା ଆତ୍ମା କ୍ରୋଧୀ ଉଦକ ପାନେ ଆତ୍ମବୋଧି ପୁଣି ହିଁ ଚତୁର୍ଥ ଦିବସେ ଅନ୍ନ ରାନ୍ଧିଲା ନିରଳସେ ସତ୍ୱରେ ପଖାଳି ପୟର କ୍ଷୁଧାରେ ହୋଇ ତତପର ଅନ୍ନ ରାନ୍ଧିଲା ଯତ୍ନ କରି କରେ ଉଦକ ଚଳୁ ଧରି ଗୋବିନ୍ଦ ରୂପ ମନେ ହେଜି ଧ୍ୟାନ ଗୋଚରେ ଚକ୍ଷୁ ବୁଜି ବିଷ୍ଣୁଙ୍କୁ କଲା ନିବେଦନ ଚାହିଁଲା ପାତ୍ରେ ନାହିଁ ଅନ୍ନ ନ ଦେଖି ବିମୁଖ ନୋହିଲା ବିଚାରେ ମୋର କର୍ମ ଭଲା
ଯେଉଁ କ୍ଷୁଧାର୍ତ ଦିନ ଜନ ନୀତି ହରଇ ମୋର ଅନ୍ନ ଆତ୍ମା କରଇ ତାର ତୋଷ ଏ ମୋର ପୂର୍ବ ଭାଗ୍ୟ ଯଶ ହେମନ୍ତ ମନେ ବିଚାରିଲା ସେଦିନ ଉପବାସ କଲା ଏହି ପ୍ରକାର ପ୍ରତିଦିନ କେ ଘେନି ଯାଏ ତାର ଅନ୍ନ ନୟନ ପିଛାଡ଼ିବା ମାତ୍ରେ ଅନ୍ନ ନଥାଏ ଆଉ ପାତ୍ରେ ହେମନ୍ତେ ସପ୍ତ ଦିନ ଗଲା ବ୍ରାହ୍ମଣ ମନେ ବିଚାରିଲା କେହରୁ ଅଛି ଅନ୍ନ ମୋର ମୋତେ ତ ନହେଲା ଗୋଚର କିସେ ଦେବତା ଭୂତ ପ୍ରେତ କେ କରୁଅଛି ଏଡ଼େ କୃତ୍ୟ କିବା ଉରଗ ନର ଦୁଃଖୀ ମୁହିତ ନ ପାରିଲି ଦେଖି ଆଜ ଧରିବି ଲୁଚି ବସି କେ ଅନ୍ନ ନେଉଅଛି ଆସି କେତେ ବିଚାରି ବିପ୍ର ମନ ତୁରିତେ ସାରିଲା ରନ୍ଧନ କୋଠିରେ ଭୋଜନ ସଂଯୋଗୀ ଭିତରେ ବସି ଅଛି ଜଗି ଏହି ସମୟେ ଏକ ନର ଅତି ଦୁର୍ବଳ କଳେ ବର ବୟସେ ବୃଦ୍ଧ ଅସ୍ଥି ଚର୍ମା ଚଣ୍ଡାଳ ରୂପୀ ହୀନ କର୍ମା ଛିଣ୍ଡା ଲେଙ୍କଡ଼ା ବସ୍ତ୍ର ଧଡ଼ି କଟିରେ ବାନ୍ଧି ଅଛି ଭିଡ଼ି ଗଳାରେ ଲମ୍ବି ଅଛି ଖଣ୍ଡେ ପାଳ ଦଉଡ଼ି ଡୋର ମୁଣ୍ଡେ ଚାଲନ୍ତେ ତନୁ ଥର ଥର ନୟନୁ ଝରୁ ଅଛି ନୀର କ୍ଷଣ କ୍ଷଣକେ ତାହା ପୋଛି ଆଗ ପଛକୁ ଚାହୁଁଅଛି ଅଳପ ନଇଁବା ପରାୟ ମନେ ବିରାଜୁ ଅଛି ଭୟ ବ୍ରାହ୍ମଣ ଗୃହେ ଆସି ମିଳି ବାଢ଼ିଲା ବସି ଅନ୍ନ ତୋଳି ମନ୍ଦିରୁ ହୁଅନ୍ତେ ବାହାର ବ୍ରାହ୍ମଣ ଡାକିଲା ପଛର କିମ୍ପା ନେଉଛ ତୁଚ୍ଛା ଅନ୍ନ ଭିତରୁ ଦିଅ ଇ ବ୍ୟଞ୍ଜନ ଗୋକ୍ଷୀର ଘୃତ ଦଧି ଲୁଣ ସଂଯୋଗୀ ଦେବି ଏହି କ୍ଷଣ ସ୍ୱସ୍ଥାନେ ବସି ଅନ୍ନ ଭୁଞ୍ଜି ମନରୁ ଭୟ ଭ୍ରାନ୍ତି ତେଜି ହେମନ୍ତ ବିପ୍ର ବାକ୍ୟ କର୍ଣ୍ଣେ ଶୁଣି ଚଣ୍ଡାଳ ଭୟ ମନେ ଅନ୍ନ ପକାଇ ପଳାଇଲା ଆଗେ ଯେ ଉଚ୍ଚ ଭୂମି ଥିଲା ଝୁଣ୍ଟି ପଡ଼ିଲା ମୁହ ମାଡ଼ି ପିଣ୍ଡରୁ ପ୍ରାଣ ଗଲା ଛାଡ଼ି ତା ଦେଖି ବିଷ୍ଣୁ ଦାସ ଚାହିଁ ଅତି ଆକୁଳ ମନ ହୋଇ ଅନ୍ନ ଚୋରକୁ ତୋଳି ବେଗେ ଦେଖିଲା ଯିବ ନାହିଁ ଅଙ୍ଗେ ତାଟକା ହୋଇ ଦ୍ୱିଜ ବର ମୁଖେ ସିଞ୍ଚିଲା ଶୀତ ନୀର ପତ୍ର ପଲ୍ଲବ ବେନି କରେ ସମ୍ମୁଖେ ବିଞ୍ଚେ ଧୀରେ ଧୀରେ ନିଜ ବସନେ ଘେନି ଧୂଳି ପୋଛି ଆପଣା ଅଙ୍ଗେ ବୋଳି ନିର୍ଜୀବ ଦେଖି ତାର ଦେହେ ବିପ୍ର ବୁଡ଼ିଲା ଶୋକ ମୋହେ ବିକଳେ କରଇ ରୋଦନ ବୋଲଇ ଧିକ ମୋ ଜୀବନ ଏଡ଼େ ଅକର୍ମ କିପା କଲି ନିଶ୍ଚୟ ଜୀବ ଥାଉ ମଲି କ୍ଷୁଧାର୍ତ ଜନ ଅନ୍ନଗ୍ରାସ ମୂର୍ଖ ସ୍ୱଭାବେ କଲି ନାଶ
मुनिए कहिछंती पूर्वे खाइबा ग्रास भांगे जेबे शपथ जन्म परिजन्ते अन्न न मिले कदाचिते आहार देखाई जे जन घेनई प्राणी जीवन से प्राणी कृमि पोक होई तपत नरके पड़ी थाई जुग अंतरे पशु जोनि लभई पूर्व कर्म घेनी हेमंते कर इरोदन शुणी अनेक विद्वजन आसी मिलिले तार पास ताहांकु देखी विष्णु दास बोइले अतिथि श्रेष्ठ मो जोगु हेला प्राण भ्रष्ट तेणु मु एहार संगते अनले झासी विनिश्चिते एथकु कर उदजोग नाही मो जीवन रे भोग हेमंते विप्र शुद्ध मन जानिले जगत जीवन तक्षण आज्ञा पर माणे से मृत सब गला केणे आपणे दिव्य रूप धरी गरुड़ पृष्ठे विजे करी देखंती सुर नर ऋषि उज्ज्वल ज्योति परकाशी अतसी पुष्प कांति वर्ण पीत बसन परिधान चक्र कमल शंख गदा जे अलंकार अंगे सदा एकुआरे क तेज कांति ज्योति शरीर विराजंती शुभई जय शंखनाद पारुषे बेढ़ी पारिषद बहुत संपद बेभारे मिलिले विष्णु दास ठारे चारि आयुध चारि भुजे घेनी देवाधि देवराजे विप्रकु बेनी करे तोली गरुड़ कंधे बनमाली कोले बसाई जानती शून्य देखंती गया बासी जने राजा जे गुरु पासे थिला ता देखी विस्मय होइला गुरुंकु कहई बचन किस पुछिबी आउ पुण्य देखी ब्राह्मण कर्म गुण प्रत्यक्ष आसी नारायण गरुड़ आसन बसाई विप्रंकु निज पुरे नेई मुझे अनेक तप करी नहिली विप्र संगे सरी से प्रभु जगत जीवन मोते नहिले अवधान तेणु व्यर्थ जन्म नाही ए देह थिब काहीं पाई विष्णु अभावे जेउ प्राणी संपद सुख प्राय मणि तार जीवन धिक धिक जाबत भोग सबु नर्क एणु मो देहे नाही कार्य अनले झास देवी आज हेमंत बोली नर साई पड़िला अग्नि कुंडे डेई विष्णु जे थिले अन्य मार्गे तक्षणे उठिले बेगे यज्ञ अनल कुंडे पशि राजांकु धरिले आकर्षि विक्रमी गरुड़ कंधरे विजय कले धातिकारे बेनी जानुरे बेनी भृत्य बसाई कले कलाग्रत दक्षिणे द्विज बामे नृप जेसने ब्रह्मा शिव रूप मध्य सुंदर देवराय शून्य शुभिला जय जय
पथे कुसुम वृष्टि करी वैकुंठे विजे नर हरि सेबेनी भृत्यंकु पारुषे रखिले अत्यंत विश्वासे जे विप्र नाम अतिशील सुशील नामे महिपाल हे धर्मदत्त शुण तुम्भे सेबेनी विष्णु गण आम्भे सर्वदा विष्णु लोके थाऊ कार्तिक व्रते पूजा पाऊ जे पूजे उद्यापन काले से ही बसंती आंभ मेले तुझे पुछिलु धर्म रीति तुलसी सेवा विष्णु भक्ति सेबेनी सम करी जान कही अछंती नारायण से प्रभु भक्त विश्वास भणई महादेव दास। इति श्री पद्म पुराणे उत्तरखंडे कार्तिक महात्म्ये अतिशील सुशील चरित कथन नाम 49 अध्याय।